ଯାତ୍ରାପାଟି ମାଲିକକୁ ହାଣିକି 7 ଖଣ୍ଡ କରିଦେଲେ ଗାଁ ଲୋକ। ଆଖପାଖ 10 ଖଣ୍ଡ ଗାଁରେ ଆଜି ପଡ଼ିଯାଇଛି ଚହଳ। ସବୁଆଡ଼େ ହାହାକାର। ଏମିତି ଭୟଙ୍କର ଘଟଣା ଘଟିଛି ପୁରୀ ଜିଲ୍ଲା ଷୋଳପୁର ଗାଁରେ। ଘଟଣାଟି ଆରମ୍ଭ କରିବା ଆଗରୁ ଆପଣମାନେ ଯଦି ଜଗତର ନାଥ ଜଗନ୍ନାଥଙ୍କୁ ମନରେ ଟିକେ ବି ଭକ୍ତି କରନ୍ତି ତାହେଲେ କମେଣ୍ଟ ବକ୍ସରେ ଜୟ ଜଗନ୍ନାଥ ଲେଖିଦିଅନ୍ତୁ। ପୁରୀ ଜିଲ୍ଲା ଅନ୍ତର୍ଗତ ଷୋଳପୁର ଗାଁ ମେଳନ ବହୁତ ଧୁମଧାମରେ ପାଳନ ହୁଏ। ଆଖପାଖ 10 ଖଣ୍ଡ ଗାଁରେ ଭାରି କମ୍ପିଟିସନରେ ମେଳନ ଯାତ୍ରା ହୁଏ। ଆଉ ଯେଉଁ ଗାଁରେ ଯାତ୍ରା ନ ହୁଏ ସମସ୍ତେ ମିଶି ସେ ଗାଁ ଲୋକମାନଙ୍କୁ ବହୁତ ଟାହିଟାପରା କରନ୍ତି। ଆଉ ଦେଖେଇ ସେଖେଇ ବହୁତ ଚୁଗୁଲି କରନ୍ତି। ସେ ଗାଁ ଲୋକମାନେ ମୁଣ୍ଡ ଟେକି ମଧ୍ୟ ବାଟ ଚାଲିପାରନ୍ତିନି। ସେଇଥିପାଇଁ ଲୋକଙ୍କ ଘରେ ପଛେ ଚାଉଳ ମୁଠେ ଥାଉ କି ନଥାଉ, ହେଲେ ଗାଁ ଯାତ୍ରାକୁ ଘର ପିଛା 2ରୁ 3 ହଜାର ଟଙ୍କା ଆଦାୟ କରି ଗାଁ ମେଳନରେ ଭଲ ଯାତ୍ରାପାଟିଟେ ଆଣି ନଚାନ୍ତି। ସେଇଭଳି ଷୋଳପୁର ଗାଁରେ ବି ଏ ବର୍ଷ ଘର ପିଛା 3000 ଟଙ୍କା ଲେଖାଏଁ ଆଦାୟ କରି ଶଙ୍କର ଗଣନାଟ୍ୟକୁ 5 ମାସ ପୂର୍ବରୁ 2 ଲକ୍ଷ ଟଙ୍କା ଆଡଭାନ୍ସ ଦେଇଥିଲେ। ଶଙ୍କର ଗଣନାଟ୍ୟର ମାଲିକ ପ୍ରକାଶ ଚୌଧୁରୀ ମଧ୍ୟ ଷୋଳପୁର ଗାଁରେ 3 ରାତି ଯାତ୍ରା କରିବ ବୋଲି ଆଗରୁ ଏଗ୍ରିମେଣ୍ଟ କରିଦେଇଥିଲା। କିନ୍ତୁ ସେଇ ପ୍ରକାଶ ଚୌଧୁରୀ ଏତେ ବଡ଼ ଗୋଟେ ବିଶ୍ୱାସଘାତକ କରିବେ ବୋଲି କେବେ ଭାବିନଥିଲେ ଷୋଳପୁର ଗାଁ ଲୋକ। ଷୋଳପୁର ଗାଁ ମେଳନ ଆସି ପହଞ୍ଚିଲା। ମେଳନ ଜମାଣ ଦିନ ଗାଁ ପିଲାମାନେ ମିଶି ଡିଜେ ବାଜା ବଜେଇ ନାଚ ଗୀତ କରି ଜମାଣଟା ଭଲରେ ହେଇଗଲା। ତା ପରଦିନ ମେଳନ ଦିନ ଯାତ୍ରାପାଟି ମାଲିକ ପ୍ରକାଶ ଚୌଧୁରୀଙ୍କୁ ଗାଁ ଲୋକ ମିଶି ଫୋନ୍ ଲଗେଇଲେ। କିନ୍ତୁ ପ୍ରକାଶ ବାବୁ ଜମା ବି ଫୋନ୍ ଉଠଉନଥିଲେ। କାରଣ ପ୍ରକାଶ ଚୌଧୁରୀ ସେଇଦିନ ଆଉ ଗୋଟେ ଠେଇ କଲ୍ ରଖିଦେଇଥିଲେ। କିଛିଟା ଅଧିକ ପଇସା ଲୋଭରେ ସେଦିନ ସେ ଆଉ ଗୋଟେ ଠେଇ ଯାତ୍ରା କରିବାକୁ ପଳେଇଥିଲେ। ଗାଁ ଲୋକ ଦିନ ସାରା ବାରମ୍ବାର ପ୍ରକାଶ ଚୌଧୁରୀଙ୍କୁ ଫୋନ୍ ଲଗାଉଛନ୍ତି, ହେଲେ ସେ ଜାଣିଶୁଣି ଉଠଉନାହାନ୍ତି। ଷୋଳପୁର ଗାଁ ଲୋକ ଭୀଷଣ ରାଗିଗଲେଣି। କ'ଣ କରିବେ, ଯାତ୍ରାପାଟି ଠିକ୍ ଟାଇମରେ ଫୋନ୍ ଉଠଉନି। ଆଡ଼େ ଆଜି ଯଦି ଗାଁରେ ଯାତ୍ରା ନହେଲା ତାହେଲେ 10 ଖଣ୍ଡ ଗାଁରେ ଆମର ନାକ କଟିଯିବ। ଆମେ ମୁଣ୍ଡ ଟେକି ଭଲରେ ବାଟ ମଧ୍ୟ ଚାଲିପାରିବାନି। ଏମିତି ଗାଁ ଲୋକ କୁଆକୁଇ ହୋଇ ଭୀଷଣ ମାତ୍ରାରେ ରାଗିଗଲେଣି। ସକାଳୁ ଫୋନ୍ ଲଗେଇଲେଣି ଯେ ଆସିକି ସଞ୍ଜ ବୁଡ଼ିଗଲାଣି। ଠିକ୍ ସେତିକି ବେଳେ ଗାଁର ପ୍ରଫୁଲ୍ଲ ବୋଲି ଗୋଟେ ଲୋକ ଆସି କହିଲା, ଭାଇମାନେ, ଶଙ୍କର ଗଣନାଟ୍ୟ ପାଖ ଗାଁରେ ଯାତ୍ରା କରୁଛି। ଗାଁ ପିଲା କହିଲେ, କ'ଣ ହେଲା? ପ୍ରକାଶ ଚୌଧୁରୀ ଆମକୁ ଆମ ସହିତ ଏତେ ବଡ଼ ଗୋଟେ ବିଶ୍ୱାସଘାତକତା କରିପାରିଲା? ଏମିତି କହି ଗାଁର ପିଲାଠୁ ଆରମ୍ଭ କରି ବୁଢ଼ା ପର୍ଯ୍ୟନ୍ତ ସମସ୍ତେ ହାତରେ ଠେଙ୍ଗା ବାଡ଼ି ଧରି ଗଲେ ପାଖ ଗାଁ ଯାତ୍ରା ପଡ଼ିଆକୁ। ଶଙ୍କର ଗଣନାଟ୍ୟ ଯାତ୍ରା ଆରମ୍ଭ କରୁଥାଏ। ମେଳନ ପଡ଼ିଆରେ ଲୋକ ଭର୍ତ୍ତି ହେଇଗଲେଣି। ଗାଁ ଲୋକମାନେ ମିଶି ଯାତ୍ରାପାଟି ମାଲିକ ପ୍ରକାଶ ଚୌଧୁରୀକୁ ନିସ୍ତୁକ ବାଡ଼େଇଲେ। ଆଉ ଘୋଷାଡ଼ି ଗାଁକୁ ଆଣିଲେ। ଆଉ ବହୁତ ମାରିଲେ। ପ୍ରକାଶ ଚୌଧୁରୀ କାକୁତି ମିନତି ହେଇ ଗାଁର ସମସ୍ତଙ୍କ ଗୋଡ଼ ଧରି ଭୁଲ ମାଗିଲେ। ଆଉ ସାଙ୍ଗେ ସାଙ୍ଗେ ଆସି ଷୋଳପୁର ଗାଁରେ ଯାତ୍ରା ଆରମ୍ଭ କଲେ।